ଆଜି ଆମେ ଗୋଟିଏ ଏକ ନିର୍ଦ୍ଦିଷ୍ଟ ତଥ୍ୟକୁ ନେଇକି ଆଲୋଚନା କରିବା। ଆମର ବିଭିନ୍ନ ପାରମ୍ପରିକ ଉତ୍ସବ ଆସିଲେ ପିଲାଙ୍କ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ, ଭାଷଣ ପ୍ରତିଯୋଗିତା ହୋଇଥାଏ। କିନ୍ତୁ ଭାଷଣ କ'ଣ, ଭାଷଣ କିଭଳି ଦିଆଯାଏ, ଭାଷଣ ମଧ୍ୟରେ କ'ଣ କ'ଣ ପ୍ରସଙ୍ଗ ରହିବା ଦରକାର, ସେହି ବିଷୟରେ ପିଲାମାନଙ୍କର ଧ୍ୟାନ ନଥାଏ। ପିଲାମାନେ ଭାଷଣ ଦେବାକୁ ଭାବନ୍ତି ଭାରି କଷ୍ଟ। ଗୁରୁ ଏବଂ ଗୁରୁମା ମାନେ ଭାଷଣ ଲେଖି ଦେଇଦିଅନ୍ତି ଏବଂ ପିଲାମାନେ ତାକୁ ଘୋଷି ଦେଇକି କହିଦିଅନ୍ତି, କିନ୍ତୁ ଆକ୍ଚୁଆଲି ଭାଷଣ ସେୟା ନୁହେଁ। ଆମେ ଭାଷଣ ବିଷୟରେ କିଛି ଚାଲନ୍ତୁ ଜାଣିବା। ଭାଷଣ କଳା କହିଲେ କ'ଣ ବୁଝ? ସମୂହ ଜନସାଧାରଣଙ୍କ ଆଗରେ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ କେନ୍ଦ୍ର କରି କଳାତ୍ମକ ରୀତିରେ ଦିଆଯାଉଥିବା ବକ୍ତବ୍ୟ ଭାଷଣ ସଂଜ୍ଞା ବହନ କରେ। କହିବା ବ୍ୟକ୍ତିର ଆକର୍ଷଣୀୟ କଥନ ରୀତି ବା ବଚନ ଭଙ୍ଗୀ ସଂଖ୍ୟାକୁ ଆମୋଦିତ, ଉଦ୍ବୁଦ୍ଧ ଓ ପ୍ରଭାବିତ କରିବାର ଶକ୍ତି ଭାଷଣରେ ଥାଏ। ଭାଷଣ ଶବ୍ଦର ବ୍ୟୁତ୍ପତ୍ତି ଭାଷ ଧାତୁରେ ଅନ୍ନ ପ୍ରତ୍ୟୟ ଲାଗି ରହିଛି। ଭାଷ ଯୁକ୍ତ ଅନ୍ନ ଭାଷଣ, ଅର୍ଥାତ୍ କୁହାଯାଉଥିବା କଥା। ଇଂରାଜୀରେ ସ୍ପିଚ୍ ଶବ୍ଦକୁ ଭାଷଣ ଶବ୍ଦର ପ୍ରତିଶବ୍ଦ ଭାବେ ଗ୍ରହଣ କରାଯାଇଛି। ସ୍ପିଚ୍ର ସଂଜ୍ଞା ହେଲା ସ୍ପିଚ୍ ଦ୍ୟାଟ୍ ହୁଇଚ୍ ସ୍ପୋକେନ୍ ଆଣ୍ଡ ପାୱାର ଅଫ୍ ସ୍ପିକିଂ। ସ୍ପିଚ୍ ଦ୍ୟାଟ୍ ହୁଇଚ୍ ଇଜ୍ ସ୍ପୋକେନ୍ ଆଣ୍ଡ ପାୱାର ଅଫ୍ ସ୍ପିକିଂ, ଅର୍ଥାତ୍ କହିବାର ଶକ୍ତି ଦ୍ୱାରା ପରିପୁଷ୍ଟ ହୋଇ ଯାହା କୁହାଯାଏ ତାହାକୁ କ'ଣ ସ୍ପିଚ୍ ବା ଭାଷଣ କୁହାଯାଇଥାଏ। ଅର୍ଥାତ୍ ନିର୍ଦ୍ଦିଷ୍ଟ କରି ତରୁଣ ଶବ୍ଦକୋଷ କହେ ଭାଷ ଯୁକ୍ତ ଅନ୍ନ ଭାଷଣ। ବିଶିଷ୍ଟ ବା ମୂଲ୍ୟବାନ ବକ୍ତୃତା। ସମସ୍ତ ପ୍ରକାର କଥନ ଭାଷଣର ପରିସରଭୁକ୍ତ ହୋଇପାରେ ନାହିଁ। ଭାଷଣ ବାଚନିକ କ୍ଷମତା ସମ୍ପନ୍ନ ଏକ ସ୍ୱତନ୍ତ୍ର କଳାତ୍ମକ ଅଭିବ୍ୟକ୍ତି। କଥନ ଏକ ସାଧାରଣ ସ୍ତରରେ ଅଭିବ୍ୟକ୍ତି ଆଣେ। ଏହା ଗଳ୍ପାତ୍ମକ ହୋଇପାରେ। ନୀତିଦିନିଆ ଜୀବନର ଘଟଣାକୁ କଥନରେ ସ୍ଥାନ ପାଇଥାଏ। ମାତ୍ର କଥନକର ପ୍ରକାଶ ଭଙ୍ଗୀ ଉପରେ ଏହାର ବିଶେଷ ନିର୍ଭର କରେ। ଭାଷଣ ଏହି କଥନ ସ୍ତରଠାରୁ ବହୁ ଊର୍ଦ୍ଧ୍ୱରେ। ଏଥିରେ ଉକ୍ତି, ଯୁକ୍ତି, ତଥ୍ୟତତ୍ତ୍ୱ, ଦୃଶ୍ୟ, ଦୃଷ୍ଟାନ୍ତ, ତର୍କ ବିତର୍କ ଆଦି ସ୍ଥାନ ପାଇଥାଏ। ଏହା ବୌଦ୍ଧିକ ସ୍ତରର କଳାତ୍ମକ ଅଭିବ୍ୟକ୍ତି। ବିଦ୍ବତ୍ତା, ବହୁପାଠିତା, ତାର୍କିକତା, ପାଣ୍ଡିତ୍ୟ, ବହୁ ଶାସ୍ତ୍ରଦର୍ଶିତା ଇତ୍ୟାଦି ଭାଷଣକୁ ଅଧିକ ପ୍ରାଞ୍ଜଳ ଓ ପ୍ରଭାବଶାଳୀ କରିଥାଏ। ଭାଷଣ ପାଇଁ ସୁନ୍ଦର ଉପସ୍ଥାପନା ନିହାତି ଆବଶ୍ୟକ ରହିଛି। କଥନ କଳାତ୍ମକ, ବୌଦ୍ଧିକ ଓ ଆନୁଷଙ୍ଗିକ ବିଷୟ ଭିତ୍ତିକ ହେଲେ ଭାଷଣ ହୋଇପାରେ। ଅଭ୍ୟାସ ବିନା କଥନ କରାଯାଇପାରେ, କାରଣ ଏହା ଏକ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା। ମାତ୍ର ଅଭ୍ୟାସ ଓ ବିନା ମାନସିକ ପ୍ରସ୍ତୁତିରେ ଭାଷଣ ସମ୍ଭବ ହୋଇ ନପାରେ। ଆପଣ ଯଦି ଭାଷଣ ଦେବାକୁ ଚାହୁଁଛନ୍ତି ତାହେଲେ ଅଭ୍ୟାସ କରନ୍ତୁ। ଯେଉଁ ବିଷୟକୁ ଆପଣ ଯେଉଁ ଗୁରୁତ୍ୱର ସହିତ ଯେଉଁ ଟପିକ୍ଟାକୁ ଆପଣ ନେଇଛନ୍ତି ସେ ବିଷୟରେ ଜାଣନ୍ତୁ ଏବଂ ଯାହା ବି ଉପସ୍ଥାପନ କରିବାର ଅଛି ତାହାକୁ ମାନସିକ ସ୍ତରରେ ଆଗ ନିଜେ ପ୍ରିପେୟାର ହୁଅନ୍ତୁ। ମୁଁ କ'ଣ କହିବି, କ'ଣ ଉକ୍ତି ଅଛି, ମୁଁ କ'ଣ କହିବି, ତାହାକୁ ନେଇ ଆମେ ପ୍ରଥମେ ନିଜେ ମାନସିକ ସ୍ତରରେ ଚିନ୍ତା କରିବା ଦରକାର। କଥନ ସାଧାରଣ ବାଚନିକ ପ୍ରକ୍ରିୟା। ଭାଷଣ ସାଧାରଣ ପ୍ରସ୍ତୁତି ସାପେକ୍ଷ କଳାକର୍ମ। ଆଉ ଭାଷଣ ହେଉଛି କଳାକର୍ମ। ଯେକୌଣସି ମଣିଷ ପାଟି ଖୋଲିଲେ କଥା କହିପାରନ୍ତି, ମାତ୍ର
ଭାଷଣ ଦେଇ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି ନାହିଁ। ଆମେ ପାଟି କରିକି କହିପାରୁଛେ, କଥା ହେଇପାରୁଛେ, ଆମେ ସାଧାରଣ ବସି କଥା ହେଇପାରୁଛେ, କିନ୍ତୁ ଭାଷଣ ଦେବାକୁ ହେଲେ କ'ଣ ନିଜର ଧୈର୍ଯ୍ୟ, ଦମ୍ଭ ଏବଂ ଭାଷା ଜ୍ଞାନ ରହିବା ନିହାତି ଆବଶ୍ୟକ। ସାଧାରଣ ଭାବରେ କହିଲେ କଥନ ମୁକୁଳା ମନର ସାଧାରଣ ଅଭିବ୍ୟକ୍ତି। କଥନ ମୁକୁଳା ମନର ସାଧାରଣ ଅଭିବ୍ୟକ୍ତି ଅର୍ଥାତ ଭାଷଣ ସାଧାରଣ ବାଗ୍ମିତା କଥନ କଳାର ଶୃଙ୍ଖଳିତ ରୂପ, କାରଣ ଏହା ହେଉଛି ବ୍ୟବସ୍ଥିତ, ମାର୍ଜିତ, ସଂଶୋଧିତ ଓ ସଂସ୍କାରିତ ବାଚନିକ କଳା। ତ ଯେତେବେଳେ ଜଜ୍ ମାନେ ଗୋଟିଏ ଭାଷଣକୁ ଜଜିଂ କରନ୍ତି, ସେହି ସମୟରେ ସେମାନଙ୍କ ଭିତରେ ଏହି ଗୁଡ଼ିକ ଜ୍ଞାନ ନିହାତି ରହିବା ଦରକାର। ବ୍ୟବସ୍ଥିତ ରହିବା ଦରକାର, ମାର୍ଜିତ ଭାଷଣରେ ମାର୍ଜିତ ରହିବା ଦରକାର, ମାର୍ଜିତ ଭାଷା ରହିବା ଦରକାର। ଆମେ ଯାହା ବି ଭାଷା କହୁଛେ, ଯାହା ବି ବାକ୍ୟ କହୁଛେ ତାହା ମାର୍ଜିତ ହେବା ଦରକାର, ସଂଶୋଧିତ ହେବା ଦରକାର। ସେଥିରେ ଭାଷା ଶବ୍ଦ ସଂଶୋଧନ ହୋଇ ରହିଥିବା ଦରକାର ଏବଂ ଭାଷଣ ଭିତରେ ସଂସ୍କାରିତ ହେବା ଦରକାର। ଆମେ ଯାହା କହୁଛେ ତାହା ଶୁଣିବା ଭଳି ଏବଂ ଚିନ୍ତା କରିବା ଭଳି ହୋଇଥିବା ଦରକାର। ଭାଷଣରେ ଶ୍ରୋତାର ମାନସିକତା ଓ ଏକାଗ୍ରତାକୁ ଧରି ରଖିବାରେ ଯେଉଁ ବକ୍ତା ସଫଳ ହୁଅନ୍ତି, ସେ ହିଁ ଯଥାର୍ଥରେ ବାଗ୍ମୀ। ଆଜ୍ଞା ଦେଖନ୍ତୁ, ଆପଣମାନେ ଯେତେବେଳେ ଭାଷଣ ଦିଅନ୍ତି, ଲୋକମାନେ ଯାହାର ଭାଷଣରେ କିଛି ତତ୍ତ୍ୱ ଥିବ, ଭାଷା ଭଲ ଥିବ ଏବଂ ଭାଷଣରେ ଦମ୍ଭ ଥିବ, ସେତେବେଳେ ଶ୍ରୋତାମାନେ ତାକୁ ଶୁଣିବେ। ଯେଉଁଥିରେ ଭାଷା ନଥିବ, ଶାଳୀନତା ନଥିବ କି ତତ୍ତ୍ୱ ନଥିବ, ତାହାକୁ କେବେ ଶ୍ରୋତା ଶୁଣନ୍ତି ନାହିଁ। ଏବଂ ଯେଉଁ ଭାଷକ ଏହିସବୁ ଦିଗକୁ ଲକ୍ଷ୍ୟ କରି ନିଜର ଭାଷଣ ପରିବେଷଣ କରିଥାନ୍ତି, ତାହାଙ୍କୁ ଲୋକ ହିଁ ଶୁଣିଥାନ୍ତି। ଭାଷଣ ପ୍ରସଙ୍ଗ ଭିତ୍ତିକ, ରୁଚିକର ଓ ସର୍ବଜନ ଦୃଷ୍ଟି ଆକର୍ଷଣକାରୀ ହେବା ଉଚିତ। ଭାଷଣର ପରିସର କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଓ ଜୟନ୍ତୀ ସଭାରୁ ଆରମ୍ଭ ହୋଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଆଧୁନିକ ସଭ୍ୟତା ସହ ତାଳ ଦେଇ ଶିଳ୍ପାୟନ, ଅର୍ଥନୈତିକ ଅବସ୍ଥା, ବାଣିଜ୍ୟ, ନୂତନ ସାମଗ୍ରୀର ଉଦ୍ଭାବନ ଓ ତା'ର ପରିଚିକରଣ ପାଇଁ ଭାଷଣ କଳା ପ୍ରସାର ଘଟୁଛି। ଦେଖନ୍ତୁ, ଆଜିକା ଦିନରେ ସୋସିଆଲ ମିଡ଼ିଆରେ ତ ଏହି ଭାଷଣ କଳାର ପ୍ରଭାବ ବହୁତ ଅଛି। ଆମେ ଯଦି ଭଲ କହିବା, ଭଲ ଉପସ୍ଥାପନ କରିବା ଏବଂ ଯାହାକି ଶ୍ରୋତାକୁ ଆକର୍ଷିତ କରିଥାଏ। ଆମେ ଯଦି କହୁଛେ ଆଡ଼ଭର୍ଟାଇଜମେଣ୍ଟ ହେଉଛି, ଆଡ଼ଭର୍ଟାଇଜମେଣ୍ଟ କ'ଣ? ବିଜ୍ଞାପନ ମଧ୍ୟରେ ମଧ୍ୟ ଭାଷଣ ମୁଖ୍ୟ। ଚାଲନ୍ତୁ ଜାଣିବା ଭାଷଣ କଳାର ମୁଖ୍ୟ ପ୍ରକାର ଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କର, ବା ଭାଷଣ କେତେ ପ୍ରକାର ଆଲୋଚନା କର। ଭାଷଣ କେତେ ପ୍ରକାରର ଆମେ ତ ଜାଣିନେ ନା, ଭାଷଣ କେତେ ପ୍ରକାରର। ବହୁତ ଲୋକ ଅଭିଜ୍ଞ ଥାଆନ୍ତି ଭାଷଣକୁ ନେଇ, ଭାଷଣ କେତେ ପ୍ରକାରର, କ'ଣ ଭାଷଣ ଭିତରେ କ'ଣ ରହିବା ଦରକାର। ଯେକୌଣସି ପ୍ରସଙ୍ଗରେ ମୂଲ୍ୟବାନ ସାରଗର୍ଭକ ଓ ଉତ୍ତମ ବକ୍ତବ୍ୟ ପ୍ରଦାନ ଭାଷଣର ମୁଖ୍ୟ ଲକ୍ଷ୍ୟ। ଯେକୌଣସି ପ୍ରସଙ୍ଗରେ ମୂଲ୍ୟବାନ ସାରଗର୍ଭକ ଓ ଉତ୍ତମ ବକ୍ତବ୍ୟ ପ୍ରଦାନ ଭାଷଣର ମୁଖ୍ୟ ଲକ୍ଷ୍ୟ। ଏହା ଏକ ପ୍ରକାରର ମାନସିକ ଖାଦ୍ୟ। ଭାଷଣ ପ୍ରସଙ୍ଗାନୁଯାୟୀ ବିଭିନ୍ନ ପ୍ରକାର ହୋଇଥାଏ। ପ୍ରସଙ୍ଗାନୁଯାୟୀ ଭାଷଣ ବିଭିନ୍ନ ପ୍ରକାର ହୋଇଥାଏ। ଆମେ ଯାହା ମନ ତାହା ଭାଷଣ ଦେଇଦେଲେ ହେବନି। ବିଭିନ୍ନ ପ୍ରସଙ୍ଗରେ ରୁଚି ରଖୁଥିବା ବିଭିନ୍ନ ଶ୍ରୋତାଙ୍କ ମାନସିକତାକୁ ଉପଯୁକ୍ତ ଖୋରାକ ଯୋଗାଇଥାଏ ବିଭିନ୍ନ ଭାଷଣ। ତେଣୁ ଭାଷଣର ପ୍ରକାରଭେଦ ବହୁବିଧ ରହିଥାଏ। ତ ଭାଷଣକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। 1ରେ ଭାଷା ଅନୁଯାୟୀ ଭାଷଣ, 2ରେ ତାର୍କିକ ଭାଷଣ, 3ରେ ଆଧ୍ୟାତ୍ମିକ ଭାଷଣ, 4ରେ ସାହିତ୍ୟିକ ଭାଷଣ, 5ରେ ଦୀକ୍ଷାନ୍ତ ଭାଷଣ, 6ରେ ବ୍ୟାଖ୍ୟାନ, 7ରେ ତାତ୍କ୍ଷଣିକ ଭାଷଣ, 8ରେ ଅନ୍ୟାନ୍ୟ ଭାଷଣ। ଏହିପରି ଭାବରେ ଭାଷଣକୁ 8 ଭାଗରେ ବିଭକ୍ତ କରାଯାଇଛି।
विषय अनुजाई तार्किक अनुसारे आध्यात्मिक अनुसारे साहित्य अनुसारे दीक्षांत अनुसारे व्याख्यान तत्क्षणिक एवं अन्यान्य यहीपरि भाषण को केते 8 भाग में विभक्त कराଯାଇଛି। विषय अनुजाई भाषण तार्किक भाषण आध्यात्मिक भाषण साहित्य भाषण दीक्षांत भाषण व्याख्यान तत्क्षणिक भाषण 8 अन्यान्य भाषण। विषय अनुजाई भाषण जेकोसी चलतु आम गोटे गोटे भाषण तर्जमा करवा। तो भाषण कौन कौन ना विषय अनुजाई भाषण कौन निर्दिष्ट विषय यथा शिक्षा कृषि वाणिज्य अर्थनीति चिकित्सा विज्ञान मनस्तत्व विज्ञान आदि विषय रे सेही विषय संपर्कित निशारद बा वक्ता वक्तव्य को विषय अनुजाई भाषण कहा जाए। निर्दिष्ट विषय को नहीं जिते आलोचना करा जाए ताकू विषय अनुजाई भाषण करा जाए। साधारण भाव आम कौ विषय नहीं आलोचना करुचे ना शिक्षा कृषि वाणिज्य अर्थनीति चिकित्सा विज्ञान मनस्तत्व विज्ञान युग आमर कौन विषय अनुजाई भाषण। चलन जाना आम तार्किक भाषण कौन। तार्किक भाषण बा वक्तृता कौन वितर्क सृष्टिकारी प्रसंग उपरे पर्यवेसित वक्ता सत्य जुक्ति वाद प्रतिवाद सूचना को वाक्पटुता सहकारी उपस्थापन करें। संप्रति आनुष्ठानिक भाव में आयोजित होता वक्तृतारी प्रतियोगिता तार्किक भाषणर परिसर ये तर्क। आम जेकोसी गोटे प्रसंग को नहीं आम तर्क कहा जाए तार्किक भाषण। चलतु जानिबा आध्यात्मिक भाषण कौन। आध्यात्मिक भाषण बा प्रवचन धार्मिक प्रवक्ता साधु सन्त और विशिष्ट भक्तों द्वारा दि जाइथिबा भाषण। जो भाषण को साधु सन्त माने उपस्थापन करिथांती ताहाको आध्यात्मिक भाषण कहा जाए। कौन निर्दिष्ट धार्मिक विश्वास चेतना बा धर्माचार संपर्कित प्रसंग आकर्षणीय कथन कला माध्यम जनसाधारण उद्देश्य प्रदत्त होता है ताहाको आध्यात्मिक भाषण कहा जाए। तापर जाने चलतु साहित्यिक भाषण। साहित्यिक भाषण कौन ना वक्तृता प्रदानकारी जदि जड़े जनशील साहित्यिक स्रष्टा कवि लेखक शिल्पी होता तेबे कला अनुभूति संबंधी विषय गठनात्मक भाषण उपरे प्रकाशित हुए। ए प्रकार भाषण को साहित्यिक भाषण बा कलात्मक भाषण कहा जाए। गठनात्मक उद्देश्य रखी जीवन और समाज को उद्बोधित करिथाए सेउतिक साहित्यिक भाषण। तापर आम जानिबा दीक्षांत भाषण। दीक्षांत भाषण कौन ना ए प्रकार भाषण वक्ता समाजर ज्ञानी गुणी सम्मानस्पद व्यक्ति होइथांती। कौनसी व्यक्ति कार्य साध परे सम्मानित होइथिबा व्यक्ति विशेष साधारणतः दीक्षांत भाषणर वक्ता होई उपदेश परामर्श निर्देश आदर्श नीति इत्यादि आगामी पीढ़ी को देइथांती। तब चलो जानिबा व्याख्यान। कौनसी गोटे विषय वक्ता सृष्टित विस्तृत भाव टेक्निक वर्णना करी वक्तव्य देले ताहा व्याख्यान पदवाच्य होता है। ए प्रकार भाषण रे आलोचनात्मक विवरणी प्रदान करा जाई थाए। एथिरे वक्तार स्वमत प्रदान रे आवश्यकता न थाए। पूर्व सूचनात्मक विचार आलोचना अर्थ टीका आदि पुनः आलोचना करा जाए। चलन जानिबा तत्क्षण बा तत्क्षणिक भाषण। पूर्व प्रस्तुति न थाई तत्क्षणात् वक्तव्य प्रदान आवश्यक सृष्टि होते। कौनसी भावात्मक विषय आकस्मिक घटना मानवीय समस्या सांप्रतिक प्रसंग उपरे वक्तार विचरण क्षण तर्कनिष्ठ उपस्थापना तत्क्षणात् होइथिबारु एहाको तत्क्षणात्मक कोन भाषण कहा जाए। सभा शेषर आसला अन्यान्य भाषण। अन्यान्य भाषण गुड़िक मध्य अनुष्ठानिक भाषण संवर्धना सभार भाषण जातीय दिवस भाषण स्मृति और जयंती इत्यादि अंतर्भुक्त। यहीपरि भाव आम जानिले भाषण कौन भाषण केते प्रकार जातीय जीवन रे
ପାଳିତ ହୋଇଥିବା ଦିବସଗୁଡ଼ିକ ପ୍ରଦତ୍ତ ଭାଷଣ ସ୍ୱପ୍ନ ଓ ବାସ୍ତବତାକୁ ଆଧାର କରି ହୋଇଥାଏ। ଜାତୀୟ ଦିବସରେ ଦିଆଯାଇଥିବା ଭାଷଣରେ ଜାତିର ଅତୀତ ଐତିହ୍ୟ ଗୌରବକୁ ସ୍ମରଣ କରାଯିବା ସହ ଭବିଷ୍ୟତ ପାଇଁ ଯୋଜନା ଓ କର୍ମପନ୍ଥାର ପ୍ରସ୍ତୁତି ଥାଏ। ଏ ପ୍ରକାର ଭାଷଣ ସ୍ୱାଭିମାନ, ସ୍ୱପ୍ନ, ସମ୍ଭାବନା ଓ ଜାତୀୟତା ଭାବରେ ସମୃଦ୍ଧ ହୋଇଥାଏ। ଏ ଥିଲା ଆମର ଭାଷଣ କ'ଣ ଏବଂ ଭାଷଣ କେତେ ପ୍ରକାରର। ଚାଲନ୍ତୁ ଜାଣିବା ଭାଷଣ ଦେବାର ଶୈଳୀ ଆବଶ୍ୟକୀୟ ଗୁଣ ଗୁଡ଼ିକ ସମ୍ପର୍କରେ ଜାଣିବା। ଭାଷଣ ଆମେ କିଭଳି ଦେବା। ଭାଷଣ ଏକ ସୃଜନ କଳା। ସମସ୍ତଙ୍କ ଦ୍ୱାରା ଭାଷଣ ଦେବା ସମ୍ଭବ ହୋଇନଥାଏ। ସମସ୍ତେ ଭାଷଣ ଦେଇପାରନ୍ତି ନାହିଁ। ସମସ୍ତେ ଆଜ୍ଞା ଲେଖିପାରିବେ, ସମସ୍ତେ ଭାଷଣ ଦେଇପାରିବେନି। ତ ଭାଷଣ ଦେବା ପାଇଁ ଆମ ଭିତରେ କ'ଣ କ'ଣ ସବୁ କଳା ରହିବା ଦରକାର, ଆମେ ଆମେ କେମିତି ଭାଷଣ ଦେବା। ଭାଷଣ ଦେବାର ଏକ ନିର୍ଦ୍ଦିଷ୍ଟ ଶୈଳୀ ରହିଛି, ଯାହାକୁ ଅନୁସରଣ କଲେ ଜଣେ ଉତ୍ତମ ଭାଷକ ହୋଇପାରିବ। ଭାଷକ ପ୍ରସ୍ତୁତି ପ୍ରଦାନ ସମୟରେ କେତେ ଗୁଡ଼ିଏ ଦିଗ ପ୍ରତି ଯତ୍ନବାନ ହେବା ଉଚିତ। ଯେତେବେଳେ ଆମେ ଭାଷଣ ଦେଉଛେ କେତେ ଗୁଡ଼ିଏ ଦିଗ ପ୍ରତି ଆମେ କ'ଣ ସତର୍କ ହେବା ଦରକାର। ଭାଷଣର ପ୍ରାରମ୍ଭରେ ବିଷୟବସ୍ତୁର ସଫଳ ଦିଗ ଉପରେ ଆଦୌ ମନ୍ତବ୍ୟ ଦେବା ଅନୁଚିତ। ଭାଷଣ ପ୍ରାରମ୍ଭରେ ବିଷୟବସ୍ତୁର ଅସଫଳ ଦିଗ ଉପରେ ଆଦୌ ମନ୍ତବ୍ୟ ଦେବା ଅନୁଚିତ କିମ୍ବା ସମାଲୋଚନାମୂଳକ ବକ୍ତବ୍ୟ ଦେବା ମଧ୍ୟ ଉଚିତ ନୁହେଁ। ବିଭିନ୍ନ ସ୍ତରରେ ବକ୍ତବ୍ୟ ଉପସ୍ଥାପନ ନ କରି ନିଜର ସ୍ୱାଭାବିକ ଓ ଦୃଢ଼ ଗଳାରେ ଭାଷଣ ଦେବା ଉଚିତ। ଆମେ ଭାଷଣ ଦେବା ବେଳେ ସ୍ପଷ୍ଟ ହେବା ଦରକାର। ଆମେ ଉଚ୍ଚାରଣ ମଧ୍ୟ ସ୍ପଷ୍ଟ ହେବା ଦରକାର। ନିଜର ବ୍ୟକ୍ତିଗତ କଥା ଆଦୌ ସଂଯୁକ୍ତିଗତ ନୁହେଁ। ଭାଷଣ ଦେଲା ବେଳେ କେବେ ହେଲେ ନିଜର ବ୍ୟକ୍ତିଗତ କଥାକୁ ଉପସ୍ଥାପନ କରିବେ ନାହିଁ। କାଗଜ ପଢ଼ି ଭାଷଣ ଦେବା ଅନୁଚିତ। କେବେ ହେଲେ ଆପଣ ଯେତେବେଳେ ଭାଷଣ ଦେଉଛନ୍ତି ସେତେବେଳେ କେବେ ହେଲେ କାଗଜ ଧରି ଭାଷଣ ଦେବେନି। ନିଜର ବ୍ୟକ୍ତିଗତ କଥା ଉପସ୍ଥାପନ କରିବେନି। କେବେ ହେଲେ କୌଣସି ଯୁକ୍ତି ଉପସ୍ଥାପନ କରିବେ ନାହିଁ କିମ୍ବା ସ୍ୱାଭାବିକ ଦୃଢ଼ ଗଳାରେ ଭାଷଣ ଦେବେ। ଭାଷଣ ଦେବାକୁ ହେଲେ ଏହିସବୁ ନିୟମକୁ ଆମକୁ ପାଳନ କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ଭାଷଣର ଆବଶ୍ୟକୀୟ ଗୁଣ। ଭାଷଣ ଭିତରେ କ'ଣ କ'ଣ ଗୁଣ ଥାଏ। ଗୋଟିଏ ଜଣେ ବ୍ୟକ୍ତି ଯେତେବେଳେ ଭାଷଣ ଦେଇଥାନ୍ତି ସେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ, ଯାହାଦ୍ୱାରା କି ଆମେ ସ୍ପଷ୍ଟ ଭାବରେ ଆମେ ଭାଷଣକୁ ଉପସ୍ଥାପନ କରିପାରିବା। ତ ଭାଷଣ ଭିତରେ ଆମର ଗୁଣ କ'ଣ ରହିବା ଦରକାର। ପ୍ରଥମ ଗୁଣ ହେଲା ସ୍ପଷ୍ଟତା। ଭାଷଣ ଦେବା ସମୟରେ ସ୍ପଷ୍ଟତା ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ୱଳ୍ପ କଥନ ନିମନ୍ତେ ଭାଷା ଜ୍ଞାନ ଏପରି ଥିବା ଆବଶ୍ୟକ ଯାହାଦ୍ୱାରା ପ୍ରାଞ୍ଜଳ ଭାବରେ ଅନ୍ୟକୁ ବୁଝାଇ ହେଉଥିବ। ଶ୍ରୋତାମାନଙ୍କୁ ପ୍ରଭାବିତ କରିବା ପାଇଁ ଓ ଭାଷା ଜ୍ଞାନ ପ୍ରଦର୍ଶନ ନିମନ୍ତେ କଥିତ ଶବ୍ଦ ବ୍ୟବହାର କରିବା ଦ୍ୱାରା ସାଧାରଣ ସ୍ତରର ଶ୍ରୋତାମାନେ ପ୍ରକୃତ ବିଷୟକୁ ବୁଝିପାରନ୍ତି ବା ଶ୍ରୋତାମାନଙ୍କୁ ଦୃଷ୍ଟିରେ ରଖି ଅର୍ଥାତ୍ ବୈଜ୍ଞାନିକ କଳା ବ୍ୟବହାର କରିବା ଆବଶ୍ୟକ। ସ୍ପଷ୍ଟତା। ଆପଣ ଭାଷଣ ଦେବା ସମୟରେ ଯାହା ବି ଉଚ୍ଚାରଣ କରୁଛନ୍ତି ଭାଷାରେ ସ୍ପଷ୍ଟତା ନିହାତି ରହିବା ଦରକାର, ଯଦ୍ୱାରା କି ଶ୍ରୋତା ସଠିକ୍ ଭାବରେ ଶୁଣିପାରିବ ଏବଂ ଆପଣ ଭାଷଣ ପ୍ରତି ତା'ର ଆଗ୍ରହ ବଢ଼ିବ। ଇଏ ହେଲା ଫାର୍ଷ୍ଟ ହେଲା ସ୍ପଷ୍ଟତା। ଦ୍ୱିତୀୟ ନିର୍ଭୁଲ ଭାଷଣ। ମୁଖ୍ୟତଃ ଭାଷଣ ଦେବା ସମୟରେ ବିଭିନ୍ନ ଭାଷଣ ବ୍ୟବହାର ହେଉଥିବାକୁ ଉଚ୍ଚାରଣଗତ ତ୍ରୁଟି ଦେଖା ଦେଇଥାଏ। ମୁଖ୍ୟତଃ ଭାଷଣ ଦେବା ସମୟରେ ବିଭିନ୍ନ ଭାଷଣ ବ୍ୟବହାର ହେଉଥିବାରୁ ଉଚ୍ଚାରଣଗତ ତ୍ରୁଟି ଦେଖାଯାଇଥାଏ। ଇଂରାଜୀ, ହିନ୍ଦୀ ଆଦି ଭାଷାର ଉଚ୍ଚ ଗୁଣ ଜାଣି ନ ପାରିବାରୁ ଶବ୍ଦ ଉଚ୍ଚାରଣ ତ୍ରୁଟି ଦେଖାଯାଏ। ତେଣୁ ଭାଷଣ ଦେବା ସମୟରେ ଶବ୍ଦର ଶୁଦ୍ଧ ଉଚ୍ଚାରଣ ବ୍ୟବହାର କରିବା ଉଚିତ। ଆପଣ ଯେକୌଣସି ଭାଷାରେ ଭାଷଣ ଦେଉଛନ୍ତି ତ ଭାଷାରେ ସ୍ପଷ୍ଟତା ହେବା ଦରକାର, ଭାଷାକୁ ବୁଝିବା ଦରକାର। ଆପଣ ବୁଝିଲେ ହିଁ ନିର୍ଭୁଲ ଭାବରେ କ'ଣ ଭାଷଣ ଦେଇପାରିବେ। ଯଦି ଆପଣ ଭାଷା ଜ୍ଞାନ ନଥିବ
ଭାଷାର ସ୍ପଷ୍ଟତା ନଥିବ, ଭାଷାର ଉଚ୍ଚାରଣର ରୀତିନୀତି ଆପଣ ଜାଣିନଥିବେ, ତାହେଲେ ଭାଷଣ ଦେବାରେ ଆପଣଙ୍କର କ'ଣ ଅସୁବିଧା ହେବ ଏବଂ ଲୋକ ତାକୁ ଶୁଣିବେନି, ନିର୍ଭୁଲ ହିଁ ଆସିବ। ଭାଷା ପ୍ରତି ଆମେ ନିହାତି କ'ଣ ଧ୍ୟାନ ଦେବା ଦରକାର। ତୃତୀୟରେ କ'ଣ ନା ବ୍ୟାକରଣଗତ ଅଶୁଦ୍ଧି। ବ୍ୟାକରଣ ତ୍ରୁଟି ଭାଷଣ ଦେବା ସମୟରେ ପ୍ରାୟତଃ ଦେଖାଯାଏ। ଯେଉଁ ଭାଷାରେ ଭାଷଣ ଦେବାର ଆବଶ୍ୟକତା ଥାଏ ସେହି ଭାଷା ଉପରେ ସମ୍ପୃକ୍ତ ଦକ୍ଷତା ରହିବା ନିତାନ୍ତ ଆବଶ୍ୟକ। ବ୍ୟାକରଣଗତ ତ୍ରୁଟି ପ୍ରତି ସଚେତନ ହୋଇ ବକ୍ତାମାନେ ଭାଷଣ ଦେବା ଆବଶ୍ୟକ। ଯଦି ଆମେ ଯେଉଁ ଭାଷାରେ ଭାଷଣ ଦେଉଛେ, ଆମେ ସାଧାରଣ ଭାବେ ଆମେ ଲକ୍ଷ୍ୟ କରିବା ଯେ ବାକ୍ୟ ସଂକ୍ଷିପ୍ତ ବାକ୍ୟ ହେବା ଦରକାର। ଆମେ ଭାଷଣ ଦେବା ସମୟରେ ଛୋଟ ଛୋଟ ବାକ୍ୟରେ ଭାଷଣ ଦେବା। ଛୋଟ ଛୋଟ ବାକ୍ୟରେ ଯଦି ଆମେ ସରଳ ଭାଷାରେ ଯଦି ଆମେ ଭାଷଣ ଦେଉଛେ, ତାହେଲେ ଆମର ବ୍ୟାକରଣଗତ ତ୍ରୁଟି ରହିବ ନାହିଁ। ଆମ ଭାଷା ସରଳ, ଜଟିଳ, ଯୌଗିକ ତିନିଟା ଭାଷା ଅଛି ନା। ଯଦି ଆମେ ସରଳ ଭାଷାରେ ଭାଷଣ ଦେବା, ତାହେଲେ ଶ୍ରୋତା ଆମ ଭାଷଣକୁ ଶୁଣିବେ ଏବଂ ସେଥିରେ ବ୍ୟାକରଣଗତ ତ୍ରୁଟି ହେବାର ସମ୍ଭାବନା ନଥାଏ। ଚାଲନ୍ତୁ ଜାଣିବା ନିର୍ଭୁଲ ଓ ସଠିକ ତଥ୍ୟ ଉପସ୍ଥାପନ ବିଷୟରେ ଜାଣିବା। ଆଉ ଗୋଟେ ଗୁଣ ହେଲା କ'ଣ? ନିର୍ଭୁଲ ଓ ସଠିକ ତଥ୍ୟ ଉପସ୍ଥାପନ କରିବା। ଭାଷଣ ଦେବା ସମୟରେ କିମ୍ବା ତା ପୂର୍ବରୁ ତଥ୍ୟ ସଂଗ୍ରହ ନିହାତି ଜରୁରୀ। ଭାଷଣ ନିମନ୍ତେ ତଥ୍ୟ ସଂଗ୍ରହ ପ୍ରତି ବିଶେଷ ଧ୍ୟାନ ଦେବାର ଜରୁରୀ। କୌଣସି ତଥ୍ୟକୁ ଠିକ୍ ଭାବେ ଜାଣିନଥିଲେ ତାହାକୁ ଉପସ୍ଥାପନ କରିବାରେ ଅସୁବିଧା ହୋଇଥାଏ। ତ ଭାଷଣ ଦେବା ପୂର୍ବରୁ ଆମେ ଯେକୌଣସି ଉକ୍ତି ବା ଯେକୌଣସି ଟପିକ୍ ଉପରେ ଭାଷଣ ଦେଉଛେ, ଆପଣ ମନେ ରଖିଥାନ୍ତୁ ସେହି ଟପିକ୍ ଉପରେ ଆପଣ ତଥ୍ୟ ସଂଗ୍ରହ କରନ୍ତୁ। ତଥ୍ୟ ସଂଗ୍ରହ କରିସାରିବା ପରେ ନିଜ ଭାଷାରେ, ନିଜ ସରଳ ଭାଷାରେ ଯଦି କହିବାକୁ ଚେଷ୍ଟା କରନ୍ତୁ, ତାହେଲେ ଆପଣଙ୍କ ଭାଷଣ ନିର୍ଭୁଲ, ସଠିକ୍ ଏବଂ ରୁଚିକର ହେବ। ଯଦି ଭାଷଣରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିବ, ତାହେଲେ ଶ୍ରୋତାଙ୍କୁ ସେହି ଭାଷଣ ପସନ୍ଦ ଆସିବ ନାହିଁ, ନା ପସନ୍ଦ କରିବେ। ତେବେ ଚାଲନ୍ତୁ ଯିବା ପଞ୍ଚମ ବକ୍ତବ୍ୟ ଶୈଳୀ। ଆମେ କେଉଁ ପ୍ରକାରର କହିବା? ବିଭିନ୍ନ ଭାଷଣ ବା ଭାଷାଭାଷୀର ଲୋକମାନେ ଭାରତବର୍ଷରେ ବାସ କରି ଆସୁଛନ୍ତି। କୌଣସି ତଥ୍ୟ ସଂଗ୍ରହ କରି ନିଜସ୍ୱ ଶୈଳୀ ପରିବର୍ତ୍ତେ ଅନ୍ୟ ଭାଷାର ଶୈଳୀରେ ଭାଷଣ ପ୍ରଦାନ କଲେ ଏହା ଭାଷଣର ମର୍ଯ୍ୟାଦା ହାନି କରିଥାଏ। ତେଣୁ ଶବ୍ଦ ସ୍ୱର ଉପଯୁକ୍ତ ଭାବରେ ବ୍ୟବହାର କରିବା ଉଚିତ। ଯଦି ଆମେ ବକ୍ତବ୍ୟ ଶୈଳୀ ଆମେ ଯଦି ଓଡ଼ିଆରେ କହୁଛେ, ଆମେ ଓଡ଼ିଆ ଲୋକ ଯେମିତି ବୁଝିବେ ଓଡ଼ିଆ ଷ୍ଟାଇଲରେ ଆମକୁ କହିବାକୁ ପଡ଼ିବ। ଇଂଲିଶରେ ଯଦି ଆମେ ଭାଷଣ ଦେଉଛେ, ଇଂଲିଶ ଷ୍ଟାଇଲରେ ଆମକୁ କହିବାକୁ ପଡ଼ିବ। ଯଦି ଓଡ଼ିଆ ଭାଷାକୁ ଆମେ ଇଂଲିଶ ଷ୍ଟାଇଲରେ କହିବା, କ'ଣ ହେବ ଆଜ୍ଞା? କାନକୁ ଭଲ ଶୁଭିବନି, ଶ୍ରୋତା ମଧ୍ୟ ଆପଣଙ୍କୁ ପସନ୍ଦ କରିବେ ନାହିଁ। ସେଥିପାଇଁ ବକ୍ତବ୍ୟ ଶୈଳୀ ସଠିକ୍ ହେବା ଦରକାର। ଆମେ ଯେଉଁ ଭାଷାରେ କହୁଛେ ସେହି ଭାଷାର ଶୈଳୀ ରହିବା ନିତାନ୍ତ ଆବଶ୍ୟକ। ତାପରେ ଆସିଲା ଷଷ୍ଠରେ ସୌଜନ୍ୟ। ତ ଆମେ ଭାଷଣ ଦେବା ସମୟରେ କେମିତି ନିଜକୁ ପରଖିବା? ଭାଷଣ ଶୈଳୀ କ୍ରମରେ ବ୍ୟକ୍ତିତ୍ୱର ପରିପ୍ରକାଶ, ବିନମ୍ର ସ୍ୱଭାବ, ଶିଷ୍ଟାଚାର ଓ ସୌଜନ୍ୟ ରୂପକ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ଆମେ ଭାଷଣ ଦେବା ସମୟରେ ବ୍ୟକ୍ତିତ୍ୱର ପରିପ୍ରକାଶ ହେଉଛି କ'ଣ ନା ଆମେ ନିଜେ କ'ଣ ପିନ୍ଧିଛେ, ଆମର ଡ୍ରେସ୍ ପୋଷାକ ସଠିକ୍ ହେବା ଦରକାର। ଆମେ ବିନମ୍ର ହେବା ଦରକାର। ଶିଷ୍ଟାଚାର ଆମେ ଯେତେବେଳେ ଭାଷଣ ଦେଉଛେ ଆମର ଭିତରେ ଶିଷ୍ଟାଚାର ରହିବା ଦରକାର। ସୌଜନ୍ୟତା ମଧ୍ୟ ରହିବା ଦରକାର। କେଉଁ ଲୋକ କ'ଣ କହିଲା ଯଦି ତାପରେ ଆମେ ରିଆକ୍ଟିଭ୍ ହେଇଯିବା, ତାହେଲେ ଆମେ ଆମର ଭାଷଣ ଦେବାରେ ଆମର କ'ଣ ଅସୁବିଧା ହେବ। ଦେଖନ୍ତୁ ଅଧିକାଂଶ ସମୟରେ ଯେତେବେଳେ କୌଣସି ବ୍ୟକ୍ତି ଭାଷଣ ଦେଉଥିବେ, ତ ସେହି ସମୟରେ କିଛି ଲୋକ କମେଣ୍ଟ କରନ୍ତି, କିଛି ଲୋକ ପଛରୁ କୁହନ୍ତି, କିଛି ଲୋକ ଆଗରୁ କୁହନ୍ତି, କିଛି ଲୋକ ଆସି କାନରୁ କୁହନ୍ତି। ସଦାବେଳେ ଭାଷଣ ଦେବା ସମୟରେ ଏଇ ଜିନିଷ ପ୍ରତି ଯେଉଁମାନେ ଭାଷଣ ଦେଉଛନ୍ତି ସେମାନେ ଏଇ ଜିନିଷ ପ୍ରତି ନିହାତି ସଚେତନ ରହିବା ଦରକାର। କାରଣ ଭାଷଣ ଦେବା ସମୟରେ ଆପଣ ଗୋଟେ ଦିଗରୁ ରହିଲେ, କିନ୍ତୁ ଚାରି ଦିଗରୁ ଆପଣଙ୍କ ପାଖକୁ ବିଭିନ୍ନ ପ୍ରକାରର କଥା ଆସିବ। ତ ସବୁ କଥାକୁ ଆପଣ ମ୍ୟାନେଜ କରି ଭାଷଣ ଦେବା ପଡ଼ିବ। ସେଥିପାଇଁ ଭାଷଣ ଦେବା ବେଳେ ବିନମ୍ର ସୌଜନ୍ୟ ହେବା ନିହାତି ଆବଶ୍ୟକ। ଶ୍ରୋତାମାନଙ୍କର ସମ୍ମୁଖରେ ବକ୍ତବ୍ୟ ଦେବା ପୂର୍ବରୁ ସେମାନଙ୍କୁ ସୌଜନ୍ୟମୂଳକ ସମ୍ବୋଧନ କରିବା ଆବଶ୍ୟକ। ଭାଷଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିନମ୍ରତାର ସହ ଭାଷଣ ଉପସ୍ଥାପନ କରିବେ। ଆପଣ ଯେତେବେଳେ ଭାଷଣ ଆରମ୍ଭ କରୁଛନ୍ତି, ଭାଷଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ବିନମ୍ର ରହିବେ।
ରାଗ ପ୍ରକାଶ କରିବେ ନାହିଁ, କ୍ରୋଧ ପ୍ରକାଶ କରିବେ ନାହିଁ, କାହାକୁ ତାଚ୍ଛଲ୍ୟ କରି କହିବେ ନାହିଁ। ବିନମ୍ର ରହିଲେ ହିଁ ଲୋକମାନେ ଆପଣ ଭାଷଣକୁ ପସନ୍ଦ କରିବେ। ତାପରେ ଆସିଲା ସଂକ୍ଷିପ୍ତ ଭାଷଣ। ଭାଷଣ ଦେବା ସମୟରେ ଭାଷଣର ସଂକ୍ଷିପ୍ତତା ଉପରେ ଗୁରୁତ୍ୱ ରଖିବା ଦରକାର। ଏଥିପ୍ରତି ଭାଷଣ ପ୍ରଦାନ କରୁଥିବା ବକ୍ତା ଦୃଷ୍ଟି ଦେବା ଆବଶ୍ୟକ, କାରଣ ସଂକ୍ଷିପ୍ତି ଓ ପ୍ରଭାବ ବିସ୍ତାରକାରୀ ଭାଷଣ ପ୍ରେରଣାପଦ ହୋଇଥାଏ। ଶ୍ରୋତାମାନଙ୍କ ପାଇଁ ସଂକ୍ଷିପ୍ତ ଭାଷଣ ଦେବା ବେଶ ଫଳପ୍ରଦ ହୋଇଥାଏ। ତ ଆପଣ ଯେତେବେଳେ ଭାଷଣ ଦିଅନ୍ତି, ତ ଭାଷଣ ଦେବା ସମୟରେ ଆପଣଙ୍କ ଭିତରେ ଯେଉଁ ତଥ୍ୟଟି ଆପଣ ଉପସ୍ଥାପନ କରୁଛନ୍ତି ସେହି ତଥ୍ୟଟି କ'ଣ ସଠିକ୍ ହେବା ଦରକାର ଏବଂ ସଂକ୍ଷିପ୍ତ ହେବା ଦରକାର। ତାହେଲେ ଲୋକମାନେ ଭାଷଣ ଶୁଣିବେ, ଶ୍ରୋତାମାନେ ଭାଷଣ ଶୁଣିବେ ଏବଂ ଆଉ ଶେଷରେ କରତାଳି ମଧ୍ୟ ଦେବେ। ସେଥିପାଇଁ ଯେଉଁମାନେ ଭାଷଣ ଦେଉଛନ୍ତି ଏବଂ ଭାଷଣ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ସେମାନେ ଭାଷଣ ବିଷୟରେ ଜାଣିବା ଦରକାର ଏବଂ ଭାଷଣକୁ ଯେଉଁମାନେ ଜଜିଂ କରୁଛନ୍ତି, ଜଜ୍ ମାନେ ବସୁଛନ୍ତି, ସେମାନଙ୍କର ମଧ୍ୟ ଭାଷଣ ଜ୍ଞାନ ରହିବା ଦରକାର। କାରଣ ଭାଷଣ ଜ୍ଞାନ ନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି। ପିଲାମାନେ ଭାବନ୍ତି ଯେ ମୁଁ ଭଲ କହିଲି ମୋତେ ମିଳିଲାନି, ସିଏ ଭଲ କହିଲାନି ତାକୁ ମିଳିଲାନି। ଆମେ ଭାଷଣ କ'ଣ, ଭାଷଣ କଳା ବିଷୟରେ ନିହାତି ଜାଣିବା ଦରକାର। ଯେଉଁ ଜଜ୍ ମାନେ ରହୁଛନ୍ତି ସେମାନେ ମଧ୍ୟ ଭାଷଣ ବିଷୟରେ ତାଙ୍କର ଜ୍ଞାନ ଥିବା ଦରକାର। କେବଳ ଆମେ ଜଜ୍ ହେଇକି ବସି ପଡ଼ିଲେ ହେବନି। ତ ଭାଷଣ କ'ଣ, ଭାଷଣ କେତେ ପ୍ରକାର, ଭାଷଣ କ'ଣ କ'ଣ ଭାଷଣ ରହିଛି, ଭାଷଣ ଭିତରେ କ'ଣ କ'ଣ ରହିବା ଦରକାର, ସେହି ଭିତରେ ସେମାନଙ୍କର ଜ୍ଞାନ ନିହାତି ରହିବା ଦରକାର। ଯେଉଁମାନେ ଭାଷଣ ପ୍ରତିଯୋଗିତାରେ ଭାଗ ନିଅନ୍ତି ସେମାନେ ଭାଷଣ ବିଷୟରେ ଜାଣିବା ଦରକାର ଏବଂ ଜଜ୍ ମାନେ ଯେଉଁମାନେ ବସୁଛନ୍ତି ଜଜି କରିବା ପାଇଁ ସେମାନେ ମଧ୍ୟ ଭାଷଣ ବିଷୟରେ ଜ୍ଞାନ ରହିବା ଦରକାର। ମୁଁ ଏହି ଭିଡ଼ିଓ ମାଧ୍ୟମରେ ଭାଷଣ କ'ଣ, ଭାଷଣ କଳା କ'ଣ ସେ ଭିତରେ ଉପସ୍ଥାପନ କଲି। ନିଶ୍ଚୟ ଭାବେ ଆପଣଙ୍କୁ ଭାଷଣ କଳା ଭାଷଣ ବିଷୟରେ ଆପଣଙ୍କୁ କିଛି ଜ୍ଞାନ ଦେବା ପାଇଁ ଚେଷ୍ଟା କଲି। ନିଶ୍ଚୟ ଭାବେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ।